ନାଇଁ ଦେଖନ୍ତୁ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବା କର୍ମୀ ହୁଅନ୍ତୁ କି ତାଙ୍କ ନେତୃତ୍ୱ ହୁଅନ୍ତୁ ସେ ମିଛରେ ଗୋଟେ ଡ୍ରାମା କରୁଛନ୍ତି। ଏ ସବୁର ନିଷ୍ପତ୍ତି ନବୀନ ବାବୁ ନେଉଛନ୍ତି। ଅତୀତରେ ନବୀନ ବାବୁ ନେଉଥିଲେ, ଏବେ ମଧ୍ୟ ନବୀନ ବାବୁ ନେଉଛନ୍ତି ଏବଂ ଆଗକୁ ମଧ୍ୟ ଯାହା ବିଜୁ ଜନତା ଦଳରେ ନିଷ୍ପତ୍ତି ହୁଏ ତାହା ନବୀନ ବାବୁ ନିଷ୍ପତ୍ତି ନିଅନ୍ତି। କେବଳ ଲୋକଙ୍କୁ ଦେଖାଇବା ପାଇଁ କେତେବେଳେ ପ୍ୟାରୀ ମହାପାତ୍ରଙ୍କ ମୁଣ୍ଡ କାଟ କରନ୍ତି, କେତେବେଳେ ଆଉ କେଉଁ ନେତୃତ୍ୱଙ୍କୁ ପକ୍ଷ ଛେଦନ କରନ୍ତି। ଏବେ ପାଣ୍ଡିଆନଙ୍କ ବେଳ ପଡ଼ିଛି। ତମ ଘରେ ତମେ ହେଉଛ ମାଲିକ, ସେ ତ ରାଜନୈତିକ ପାର୍ଟି କହିବି ନାହିଁ, ତାଙ୍କ ଘର କହିବି। ସେଟା ତାଙ୍କ ଘରେ ସିଏ ମାଲିକ। ସିଏ ଯେତେବେଳେ ଯାହାକୁ ଚାହୁଁଥିଲେ ଘରେ ପୁରଉଥିଲେ, କାହାକୁ ଚାହୁଁଥିଲେ ଘରେ ବାହାର କରୁଥିଲେ। ତେଣୁ ଏଠି କେହି ନା କୌଣସି କାହାକୁ ଦୋଷ ଦେଇକି ଲାଭ ନାହିଁ। ସମ୍ପୂର୍ଣ୍ଣ ଏ କଥା ବା ଏ କାର୍ଯ୍ୟକ୍ରମ କେବଳ ନବୀନ ବାବୁଙ୍କ ଦ୍ୱାରା ହେଇଛି ଏବଂ ନବୀନ ବାବୁ ସବୁର ନାଟର ଯେଉଁ କଥା ସୌମ୍ୟ ରଞ୍ଜନ ପଟ୍ଟନାୟକ ମହୋଦୟ କହିଛନ୍ତି, ପୁରା ନାଟର ଗୋବର୍ଦ୍ଧନ ହେଉଛନ୍ତି ନବୀନ ବାବୁ। ଇଏ ଗୋଟେ ଦେଖେଇ ହେଉଛନ୍ତି ଓଡ଼ିଶା ଲୋକଙ୍କୁ। ମୁଁ କିଛି ଜାଣିନି, ମୋତେ ପାଣ୍ଡିଆନ ଏମିତି ବୁଝେଇଦେଲା, କେତେବେଳେ ପ୍ୟାରିଆକୁ ବୁଝେଇ ଦେଉଥିଲେ, କେତେବେଳେ ଆଉ କିଏ ବୁଝେଉଥିଲେ, କିନ୍ତୁ ତା ଦେହରେ କୌଣସି କଥାରେ ଲାଭ ନାହିଁ। ସବୁ ଏଣ୍ଟାର ଏପିସୋଡ଼ ମୂଳରୁ ଶେଷ ପର୍ଯ୍ୟନ୍ତ ନବୀନ ବାବୁ ହେଉଛନ୍ତି ନାୟକ, ନବୀନ ବାବୁ ହେଉଛନ୍ତି ଖଳନାୟକ। ତେଣୁ ସେଇଥିରୁ ଆପଣ ଯାହା ବୁଝୁଥିବେ ନବୀନ ବାବୁ ଆଦେହରେ ଭାବିବାର ଅଛି କି? এটা ତ ପ୍ରାୟୋଜିତ କାର୍ଯ୍ୟକ୍ରମ ନବୀନ ବାବୁ ଇଏ କରୁଛନ୍ତି। ନହେଲେ ମୁନା ଖାଁଙ୍କର ସାହସ ହେଇଯିବ ନବୀନ ବାବୁଙ୍କ ଇଏରେ ପଶିବା ପାଇଁ, ବାଉଣ୍ଡରୀ ଭିତରେ ପଶିବା ପାଇଁ। ଆପଣମାନେ ଦେଖିନାହାନ୍ତି 25 ବର୍ଷ ଭିତରେ ମୁନା ଖାଁଙ୍କର ସ୍ଥିତି କେଉଁଠି କ'ଣ ଥିଲା? କାଲି ମାଳ ପକାଇକି ନବୀନ ବାବୁଙ୍କ। ତେଣୁ ସମ୍ପୂର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶାବାସୀକି ଭେଳିକି ଦେଖାଉଛନ୍ତି। ଆଉ ତ ସରକାର ନାହାନ୍ତି, ତେଣୁ ଏମିତି ଭେଳିକି ଦେଖେଇକି ଭାବୁଛନ୍ତି ଆଉ କିଛି ଦିନ ଗଡ଼େଇ ଦେବେ। ଆଉ ସମସ୍ତ ମାନେ ପ୍ରଶ୍ନ ଗୋଟେ ଉଠୁଛି, ନବୀନ କାହିଁକି ପାଣ୍ଡିଆନକୁ ଛାଡ଼ି ପାରୁନାହାନ୍ତି? ନାଇଁ ନବୀନ ପଟ୍ଟନାୟକ ଦରକାର ହେଲେ ଛାଡ଼ିବେ। ନବୀନ ପଟ୍ଟନାୟକ ପାଇଁ କିଛି ତାଙ୍କର ଯେଉଁଟା କ୍ଷମତାରେ ଦରକାର, ତାଙ୍କୁ ଯାହା ଦରକାର ସେ ତାକୁ ପାଖରେ ରଖିବେ, ତାକୁ ପାଖରେ ଛାଡ଼ିବେ। କିଏ କେଉଁ ଛାଡ଼ି ପାରିବେନି। ନବୀନ ପଟ୍ଟନାୟକ କାଲି କହିଦେବେ ଆପଣ ଆଜ୍ଞା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସେ ପାଣ୍ଡିଆନ ଫାଣ୍ଡିଆନ ସବୁ ଛାଡ଼ିକି ଦୌଡ଼ିକି ପଳେଇ ଆସିବେ। ନବୀନ ପଟ୍ଟନାୟକଙ୍କର ଯାହା ଦରକାର ସିଏ ତାଙ୍କର କ୍ଷମତା ଏବଂ ସିଏ ଭଲ ସ୍ଥିତିରେ, ସିଏ ସ୍ଥିତି ଠିକ୍ରେ ରହିବେ। ଆଉ କିଏ ମରିଯାଆନ୍ତୁ, ଆଉ କିଏ ଭାସିଯାଆନ୍ତୁ, ତାଙ୍କର କିଛି ଜାୟସ ନାହିଁ। ଅତୀତରେ ମଧ୍ୟ ସେୟା ହେଇଥିଲା, ଆଜି ମଧ୍ୟ ସେଇଆ ହେଉଛି। ନବୀନ ବାବୁ ନିଜେ ସେଫ୍ ଜୋନ୍ରେ ରହିବା ପାଇଁ ଯାହା ପାଇବେ ତା କରିପାରିବେ। ତେଣୁ ସେ ଏଣ୍ଟାର ଏପିସୋଡ଼ର ନାୟକ ହେଉଛନ୍ତି ନବୀନ ବାବୁ, ଖଳନାୟକ ବି ନବୀନ ବାବୁ। ସେବାୟତ ମାନେ ଗୋଟେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ମହିଳା ସାମ୍ବାଦିକଙ୍କୁ ମାଡ଼ ମାରୁଛନ୍ତି, କ'ଣ କହିବେ ତା ଉପରେ? ନାଇଁ ଦୃଢ଼ ମୁଁ ତ କହିଛି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସାମ୍ବାଦିକଙ୍କ ପୁଣି ମହିଳା ସାମ୍ବାଦିକଙ୍କ ଉପରେ ଯେଉଁମାନେ ସତ୍ୟ କଥାକୁ ପରିପ୍ରକାଶ କରୁଛନ୍ତି, ସାଧାରଣ ଲୋକଙ୍କ ପାଖେ ବିଭିନ୍ନ ଖବର ପହଞ୍ଚାଉଛନ୍ତି, ତାଙ୍କ ଉପରେ କେମିତି ଆକ୍ରମଣ ହେବ? ଆମକୁ ଲୋକ ଶୋଧୁନାହାନ୍ତି, ଆମକୁ ସାମ୍ବାଦିକ ପ୍ରଶ୍ନ କରୁନାହାନ୍ତି। ଆମେ ଉତ୍ତେଜିତ ହେବାର କୌଣସି ଇଏ ନାହିଁ। ଆମେ କେଉଁଠି ଭୁଲ କରୁଛୁ, ଆମକୁ ମଧ୍ୟ ସାମ୍ବାଦିକ ପ୍ରଶ୍ନ କରୁଛନ୍ତି। ତେଣୁ ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ର ଗୋଟେ ସ୍ତମ୍ଭ ଉପରେ ଆକ୍ରମଣକୁ କିଏ ସହିବ? ତାଙ୍କୁ ତୁରନ୍ତ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସାଧାରଣ ଚର୍ଚ୍ଚା ହେଉଛି, ଯେତେବେଳେ କଂଗ୍ରେସର ଏଠି ଷ୍ଟ୍ରାଇକ୍ ହେଇଥିଲା, ମୁଖ୍ୟମନ୍ତ୍ରୀ ଓଟିଭି ସାମ୍ବାଦିକଙ୍କୁ ଫୋନ୍ କରିଥିଲେ। ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଫୋନ୍ କରିଛନ୍ତି କି, କଣ୍ଟାକ୍ଟ କରିଛନ୍ତି କି, ବିଜେପି ତରଫରୁ କିଏ କଣ୍ଟାକ୍ଟ କରିଛନ୍ତି କି ସାମ୍ବାଦିକ? ମୁଁ ଜାଣିନି, ଯଦି ଦରକାର ହୁଏ, କାରଣ ଆମ ସମସ୍ତଙ୍କର ସେ ଭଉଣୀ, ଆମ ସମସ୍ତଙ୍କର। ଏବଂ ସାମ୍ବାଦିକ ଜଣେ ତା ଉପରେ କେମିତି ଆଟାକ୍ ହେବ? ସାମ୍ବାଦିକ ପରା ଖବର ପରିବେଷଣ କରୁଛନ୍ତି। ଭଲ ତମ ପାଇଁ ଯେତେବେଳେ ଭଲ ହେଉଛି ତୁମେ ଠିକ୍ କହିବ, ଆଉ ଯେତେବେଳେ ଖରାପ ହେଉଛି ତୁମେ ଖରାପ କାମ କଲେ ଲୋକ ଦେଖିବେ ନାହିଁ। ଆମେ ପା କେଉଁଠି ଭୁଲ କାମ କଲେ ସାମ୍ବାଦିକମାନେ ସେ କଥା ଦେଖାଉଛନ୍ତି। ଭଲ ଏବଂ ଖରାପ କାମ ଦେଖାଇବା ସାମ୍ବାଦିକଙ୍କର ଧର୍ମ। ସେମାନେ ଆମେ ଯାହା ଖରାପ କାମ କଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ସେଟା ଦେଖାଇବେ। ସାମ୍ବାଦିକକୁ ଆକ୍ରମଣ ଆଦୌ ଗ୍ରହଣ କରାଯିବ ନାହିଁ, ଆଦୌ ସହ୍ୟ କରାଯିବନି। ଯେଉଁମାନେ ତା ଦେହରେ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଚାହିଁବେ ମୁଁ ମଧ୍ୟ ସେ ଭଉଣୀଙ୍କ ସାଙ୍ଗେ କଥାବାର୍ତ୍ତା ହେଇଯାଇପାରେ।